ସୁନ୍ଦରବନ ଜଙ୍ଗଲରେ କାଲାକାଉଆ ଗୋଟେ ଜାଗାରେ କାମ କରୁଥିଲା। ଆଉ କିଛି ଦିନ ପରେ ତାକୁ ଗୋଟେ ଜାଗାରୁ କଲ୍ ଆସିଲା। କଣ ମୋ କଥା କାଲାକାଉଆ ସହିତ ହଉଛି? ହଁ, ଆପଣ କିଏ? ମୁଁ ଗୋଟିଏ ବହୁତ ବଡ଼ କମ୍ପାନୀର MD କହୁଥିଲି। ଆପଣ ଆମ କମ୍ପାନୀରେ ଜବ୍ ପାଇଁ ଇଣ୍ଟରଭ୍ୟୁ ଦେଇଥିଲେ। ଆପଣ ସେଥିରେ ସିଲେକ୍ଟ ହେଇଯାଇଛନ୍ତି। ହେଲେ ଆପଣଙ୍କୁ କାମ କରିବାକୁ ହେଲେ ସୁନ୍ଦରବନ ଜଙ୍ଗଲକୁ ଆସିବା ପାଇଁ ପଡ଼ିବ। ଆଉ ଆପଣଙ୍କ ସାଲାରୀ ପୁରା 1 ଲକ୍ଷ ଟଙ୍କା ରହିବ। ଏହା ଶୁଣିଲା ପରେ କାଲାକାଉଆ ବହୁତ ଖୁସି ହୋଇଗଲା। ଆଉ ସେ ସେଠାରେ ହଁ ମଧ୍ୟ କହିଦେଲା। ସେ ତା ଲଗେଜ ତକ ପ୍ୟାକ୍ କରି ସେଠାକୁ ଯିବା ପାଇଁ ପ୍ରସ୍ତୁତ ମଧ୍ୟ ହୋଇଗଲା। ସେ ଯାଇ ସୁନ୍ଦରବନ ଜଙ୍ଗଲରେ ଗୋଟେ ଭଡ଼ାଟିଆ ଘରେ ରହିବା ପାଇଁ ଲାଗିଲା। ଆଉ ଠିକ୍ ସେହି ସମୟରେ ତା ମା ମଧ୍ୟ ଫୋନ୍ କରି ପଚାରିଲା, ଆଉ ଛୁଆ ତୁ କୋଉଠି ଏବେ? ତତେ ରୁମ୍ ଫୁମ୍ ମିଳିଲା ନା ନାହିଁ? ହଁ ମା, ମତେ ଗୋଟେ ଘର ମିଳିଯାଇଛି। ଆରେ ଆରେ, ଏଇଟା ସେଇ ଘର ନୁହଁ ତ ଯୋଉ ଘର ବିଷୟରେ ତୁ କହୁଥିଲୁ? ହଁ ମା, କାଇଁ କଣ ହେଲା କି? ଛୁଆ ତୁ ସେ ଘରୁ ଚାଲିଯା, ସେ ଘରେ ଭୂତ ରୁହେ। ଆରେ ଆମ ଘର ପାଖରେ ସୁନ୍ଦରୀ କହୁଥିଲା ସେ ଘରେ ବହୁତ ଭୂତ ପ୍ରେତ ରୁହନ୍ତି। ତୁ ଜଲ୍ଦି ଜଲ୍ଦି ସେଠାରୁ ପଳେଇ ଯା ବାପା। ଆରେ ମା, ମତେ ଭୂତ ପ୍ରେତ ଉପରେ ବିଶ୍ୱାସ ନାହିଁ। ଠିକ ଅଛି, ତମେ ଏବେ ରଖ, ମତେ ବହୁତ କାମ ଅଛି। ଏମିତିକା ବହୁତ ଦିନ ଚାଲିଗଲା। ହେଲେ ମଝିରେ ମଝିରେ କାଲାକାଉଆ ସହିତ କିଛି ଅଜୀବ ଅଜୀବ ଘଟଣା ମଧ୍ୟ ଘଟୁଥାଏ। ଗୋଟିଏ ଦିନ ହଠାତ୍ ତାକୁ ଗୋଟେ ଚଢ଼େଇର କାନ୍ଦ ଶବ୍ଦ ଶୁଭିଲା। ହେଲେ କାଲାକାଉଆ ତାକୁ ସେ ଶୁଣିକି ନ ଶୁଣିଲା ଭଳିଆ ହୋଇ ଶୋଇ ପଡ଼ିଲା। ତା ପରଦିନ ସକାଳୁ ସେ ତା ପାଖରେ ଥିବା ଚିକୁ ଚଢ଼େଇ ପାଖକୁ ଗଲା। ଆଉ ସେ ଦେଖିଲା ଚିକୁ ଚଢ଼େଇ ଟିକେ ଅଜବ ଟାଇପର ଦେଖାଯାଉଥିଲା। ଚିକୁ ଭାଇ, ମତେ ଗୋଟେ ଚାକରର ଆବଶ୍ୟକ ଅଛି। କଣ ତମେ ମୋ ପାଇଁ ଗୋଟେ ଚାକରର ବ୍ୟବସ୍ଥା କରିଦେଇ ପାରିବ? ଏହା ଶୁଣିଲା ପରେ ଚିକୁ ତା ମୁହଁରେ କବାଟ ବନ୍ଦ କରି ଭିତରକୁ ପଳାଇଲା। ତା ପରଦିନ କାଲାକାଉଆ ଘରକୁ ଟୁନି ଚିଡ଼ିଆ ଆସିଲା। ଆଉ ସେ ତାକୁ ପଚାରିଲା, ଆପଣ କିଏ? ମୁଁ ତ ଆପଣଙ୍କୁ ଜାଣିପାରିଲିନି। ଆରେ ମୁଁ ଟୁନି, ମତେ ଚିକୁ ପଠେଇଛି ଏଠାକୁ। ତମକୁ ପରା ଚାକରାଣୀର ଦରକାର ଥିଲା, ତ ମୁଁ ସେ ଚାକରାଣୀ ଭାବେ ଆସିଛି। କାଲାକାଉଆ ଘରେ କାମ କରୁଥିଲା। ଆଉ ଦିନେ କାମ କରୁ କରୁ ତାର ଗଳା ବହୁତ ଜୋରରେ ହଲିବାକୁ ଲାଗିଲା। କାଲାକାଉଆ ଦେଖି ପୁରା ଆଶ୍ଚର୍ଯ୍ୟ ହୋଇଗଲା। ଆରେ କଣ ହେଲା ଟୁନି, ତମ ବେକ ଏମିତି କଣ ପାଇଁ ହଲୁଛି? ନାଇଁ ସାର୍, ଆପଣ ସହିତ ଭୁଲ ଦେଖିଛନ୍ତି। ଏହା ଦେଖିଲା ପରେ କାଲାକାଉଆ ବହୁତ ଡରିଗଲା। ଆଉ ସେ ତା ଘରେ ପୂଜା ପାଠ କରିବାକୁ ଲାଗିଲା। ତା ପରଦିନ କାଲାକାଉଆ ପୂଜା ଥାଳି ନେଇ ପୂଜା କରିବାକୁ ବସିଲା। ଆଉ ହଠାତ୍ ଟୁନି ତା ଅସଲି ରୂପରେ ଆସିଗଲା। ଆଉ ସେ ତା ଭୂତିଆ ରୂପ ନେଇ କାଲାକାଉଆ ପାଖକୁ ଗଲା। ଆରେ ଏ କାଲାକାଉଆ, ଏ କଣ କରୁଛୁ ତୁ? ରହିଯା କହୁଛି। ମତେ ବହୁତ କଷ୍ଟ ହଉଛି। ତୁ ଏମିତି ଜମା କରନି। ଏସବୁ ଦେଖି କାଲାକାଉଆ ବହୁତ ଡରିଗଲା। ଆଉ ସେ ଘରୁ ଜଲ୍ଦି ଜଲ୍ଦି ବାହାରି ଯାଇ ଚିକୁ ପାଖରେ ପହଞ୍ଚିଲା। ଆଉ ଯାଇ ଚିକୁକୁ ଡାକି ସବୁ କଥା କହିବାକୁ ଚେଷ୍ଟା କଲା। ମତେ ସବୁ ଜଣା ଅଛି, କାହିଁକି ନା ସେ ହେଲା ମୋ ସ୍ତ୍ରୀ। ଆଉ ତାକୁ ମୁଁ ପଠେଇଥିଲି ତତେ ମାରିବା ପାଇଁ। ସେହି ସମୟରେ ଟୁନି ମଧ୍ୟ ଉଡ଼ି ଉଡ଼ି ଆସି ତା ପାଖରେ ପହଞ୍ଚିଗଲା। ସେ ଘର ଭିତରେ ଆମମାନଙ୍କୁ ମାରି ଦିଆଯାଇଥିଲା। ଆଉ ସେ ଘର ଭିତରକୁ ଯିଏ ଆସିବ ଆମେ ତାକୁ ଛାଡ଼ିବୁନି, ଆମେ ମଧ୍ୟ ତାକୁ ମାରିଦେବୁ। କାଲାକାଉଆ ଏସବୁ ଦେଖି ବହୁତ ଡରିଗଲା। ଆଉ ସେ ଜଲ୍ଦି ଜଲ୍ଦି ଯାଇ ନିଜ ଘରୁ ଗୋଲାପ ଜଳ ଆଣି ସେମାନଙ୍କ ଉପରକୁ ଛାଟିଦେଲା। ଆଉ ସେମାନେ ଡରି ଜଳିଗଲେ। ଆରେ ଇଏ ତୁ କଣ କଲୁ ମୂର୍ଖ? ତୁ ଆମମାନଙ୍କୁ ମାରିଦେଲୁ, ତତେ ଆମେ ଛାଡ଼ିବାନି। ତୁ ଆଉ ଆମ ପାଖରେ ବଞ୍ଚି ପାରିବୁନି ମୂର୍ଖ। ଏହା କହି ସେମାନେ ସେଠୁ ଗାୟବ ହେଇଗଲେ। ଆଉ କାଲାକାଉଆ ତାପରେ ଗୋଟେ ବହୁତ ବଡ଼ ତାନ୍ତ୍ରିକ ଆଣି ତା ଘରେ ଥିବା ସବୁଯାକ ଭୂତକୁ ବାହାର କରିଦେଲା। ଆଉ ସେ ଘରେ ଖୁସି ଖୁସିରେ ରହିଲା। ସାଙ୍ଗମାନେ ଗପଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ କହିବେ।